ଏହି ଦୋଷ ପରିପୂର୍ଣ୍ଣ କଳିଯୁଗରେ ଗୋଟିଏ ମହାନ ଗୁଣ ଏହି ଯେ କେବଳ ମାତ୍ର ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ ଦ୍ୱାରା ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇ ପରମାତ୍ମାକୁ ପାଇଯାଏ। ସତ୍ୟ ଯୁଗରେ ଧ୍ୟାନ ଦ୍ୱାରା, ତ୍ରେତାରେ ଯଜ୍ଞାନୁଷ୍ଠାନ ଦ୍ୱାରା ଓ ଦ୍ୱାପରରେ ପରିଚର୍ଯ୍ୟା ଦ୍ୱାରା ଯେଉଁ ପଦ ପ୍ରାପ୍ତ ହେଉଥିଲା, ତାହା ହିଁ କଳିଯୁଗରେ କେବଳ ଶ୍ରୀ ହରିନାମ କୀର୍ତ୍ତନ ଦ୍ୱାରା ପ୍ରାପ୍ତ ହୋଇଥାଏ। ଏଥିପାଇଁ 400 ବର୍ଷ ପୂର୍ବେ ବଙ୍ଗଦେଶର ନବଦ୍ୱୀପ ନାମକ ସ୍ଥାନରେ ପ୍ରେମାବତାର ଶ୍ରୀ ଶ୍ରୀ ଚୈତନ୍ୟ ଦେବ ଅବତୀର୍ଣ୍ଣ ହୋଇ ମୁକ୍ତ କଣ୍ଠରେ ଏହି କଥାକୁ ହିଁ ଘୋଷଣା କରିଥିଲେ ଯେ ଭୟ କର ନାହିଁ, ସବୁଠୁ ବଡ଼ ପ୍ରାୟଶ୍ଚିତ ଏବଂ ପରମାତ୍ମାଙ୍କ ପ୍ରେମ ସମ୍ପାଦନର ପରମୋତ୍ତମ ସାଧନ ଶ୍ରୀ ହରିନାମ ଅଟେ। ସଂସାର ବାସନା ପରିତ୍ୟାଗ କରି ଦୃଢ଼ ବିଶ୍ୱାସର ସହିତ ଏଥିରେ ଲାଗିଯାଅ ଓ ନିଜକୁ ଉଦ୍ଧାରି ନିଅ। ସେ କେବଳ ଏହିପରି କହିନଥିଲେ, ବରଂ ନିଜେ ଲୋକଙ୍କ ଘରକୁ ଯାଇ ଯାଇ ଓ ନିଜର ପରମ ଭାଗବତ ସାଥୀମାନଙ୍କୁ ପଠାଇ ପଠାଇ ଯେକୌଣସି ପ୍ରକାରେ ଲୋକଙ୍କୁ ହରିନାମର ପ୍ରବୃତ୍ତ କରାଇଥିଲେ। ଜଗାଇ ମାଧାଇଙ୍କ ପରି ପ୍ରସିଦ୍ଧ ପାତକୀ ହରିନାମ ପରାୟଣ ହୋଇଗଲେ। ଲୋକମାନଙ୍କୁ ଏହି ସତ୍ୟ ମାର୍ଗରେ ଲଗାଇବା କାର୍ଯ୍ୟରେ ସେ ଅନେକ ଗାଳି ଶୁଣିଲେ, ବହୁ କଟୁ କଥା ସହିଲେ। ବରଂ ଶ୍ରୀ ନିତ୍ୟାନନ୍ଦ ଓ ହରିଦାସ ଆଦି ଶ୍ରେଷ୍ଠ ଭକ୍ତଗଣ ଭାଷଣ ପ୍ରହାର ସହ୍ୟ କରି ପାତ୍ରାପାତ୍ର ବିଚାର ଛାଡ଼ି ଜନତା ମଧ୍ୟରେ ହରିନାମ ବିତରଣ କଲେ। ହେ ମନୁଷ୍ୟମାନେ, ପ୍ରଦୀପ୍ତ ପାପାଗ୍ନିକୁ ଦେଖି ଭୟ କର ନାହିଁ। ଗୋବିନ୍ଦ ନାମ ରୂପକ ମେଘର ଜଳବିନ୍ଦୁ ଦ୍ୱାରା ଏହା ନାଶ ହୋଇଯିବ। ପାପମାନଙ୍କରୁ ମୁକ୍ତ ହୋଇ ପରମାତ୍ମାଙ୍କ ପରମ ପଦକୁ ପ୍ରାପ୍ତ କରିବା ନିମିତ୍ତ ଶାସ୍ତ୍ରମାନଙ୍କରେ ଅନେକ ଉପାୟ ବତାଇ ଦିଆଯାଇଛି। ଦୟାମୟ ମହର୍ଷିମାନେ ଦୁଃଖକାତର ଜୀବମାନଙ୍କର କଲ୍ୟାଣ ହେତୁ ବେଦମାନଙ୍କ ଆଧାରରେ ଅନେକ ପ୍ରକାରର ଏପରି ବିଧିମାନ ବତାଇଛନ୍ତି, ଯେଉଁଗୁଡ଼ିକର ଯଥାଧିକାର ଆଚରଣ କଲେ ଜୀବ ପାପମୁକ୍ତ ହୋଇ ସବୁଦିନ ପାଇଁ ନିରତିଶୟାନନ୍ଦ ପରମାତ୍ମା ସୁଖକୁ ଲାଭ କରିପାରେ। କିନ୍ତୁ ବର୍ତ୍ତମାନ କଳିକାଳ, ଜୀବନର ଅବଧି ବହୁତ କମ୍। ମନୁଷ୍ୟର ଆୟୁ ଦିନକୁ ଦିନ କମିଯାଉଛି। ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ତାପ ସମୂହ ବଢ଼ି ଚାଲୁଅଛି। ଭୋଗର ପ୍ରବଳ ଲାଳସା ପ୍ରାୟ ସମସ୍ତଙ୍କୁ ନିରୁପାୟ ଓ ଉନ୍ମତ୍ତ କରି ରଖିଛି। କାମନାର ଅଶେଷ କଳଙ୍କ ଦ୍ୱାରା ବୁଦ୍ଧି ଉପରେ କାଳିମା ଘୋଟିଯାଇଛି। ପରିବାର, କୁଟୁମ୍ବ, ଜାତି ଅଥବା ଦେଶ ନାଁରେ ହେଉଥିବା ନାନା ପ୍ରକାରର ମୋହମୟ କ୍ରିୟା ସମୂହର ତୀବ୍ର ଧାରା ପ୍ରବାହରେ ଦୁନିଆ ଭାସୁଅଛି। ଦେଶ ଓ ଉନ୍ନତି ନାଁରେ ଧର୍ମ, ଅହିଂସା, ସତ୍ୟ ଓ ମନୁଷ୍ୟତ୍ୱ ପର୍ଯ୍ୟନ୍ତ ବିସର୍ଜନ କରାଯାଉଅଛି। ସାରା ଜଗତରେ କୁବାସନାପୂର୍ଣ୍ଣ କୁପ୍ରବୃତ୍ତିଗୁଡ଼ିକର ତାଣ୍ଡବ ନୃତ୍ୟ ହେଉଅଛି। ଶାସ୍ତ୍ରଗୁଡ଼ିକର କଥାନୁସାରେ ଯୁଗ ପ୍ରଭାବରୁ ବା ଆମ ଦୁର୍ଭାଗ୍ୟ ଦୋଷରୁ ଧର୍ମର ଏକ ପାଦ ମଧ୍ୟ ବର୍ତ୍ତମାନ କେବଳ ନାମକୁ ମାତ୍ର ରହିଛି। ଆଜିକାଲିକାର ଜୀବମାନେ ଧର୍ମାନୁମୋଦିତ ସୁଖରେ ସୁଖୀ ହେବାକୁ ଚାହୁଁନାହାନ୍ତି। ସୁଖ ଚାହୁଁଛନ୍ତି, ଅଟଳ, ଅଖଣ୍ଡ, ଆତ୍ୟନ୍ତିକ ସୁଖ ଚାହୁଁଛନ୍ତି, କିନ୍ତୁ ସୁଖର ମୂଳ ଭିତ୍ତି ଧର୍ମର ସର୍ବନାଶ ନିମିତ୍ତ ସଂକଳ୍ପବଦ୍ଧ ହେଉଛନ୍ତି। ଏହି ପରିସ୍ଥିତିରେ ସୁଖ ସ୍ୱପ୍ନରେ ମଧ୍ୟ ଜଗତକୁ କେବଳ ନିରାଶ ହିଁ ରହିବାକୁ ପଡ଼ୁଛି। ଆମର ଏହି ଦୁର୍ଦ୍ଦଶାକୁ ମହାପୁରୁଷ ଓ ଭଗବତ ଭକ୍ତମାନେ ପୂର୍ବରୁ ହିଁ ଜାଣି ନେଇଥିଲେ। ଏହାରି ଦ୍ୱାରା ସେମାନେ ଦୟାପରବଶ ହୋଇ ଆମ ପାଇଁ ଏପରି ଏକ ଉପାୟ ଦେଖାଇଲେ, ଯାହାକୁ ଇଚ୍ଛା କଲେ ସହଜରେ କାମରେ ଲଗାଯାଇପାରେ, କିନ୍ତୁ ଯାହାର ସେହି ମହାନ ଫଳ ହୁଏ, ଯାହା ପୂର୍ବେ ବଡ଼ ବଡ଼ ଯଜ୍ଞ, ତପ ଓ ଦାନ ଦ୍ୱାରା ମଧ୍ୟ ହେଉନଥିଲା, ତାହା ହେଉଛି ଶ୍ରୀ ହରିଙ୍କ ନାମ ଜପ, କୀର୍ତ୍ତନ ଓ ସ୍ମରଣ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ।